ସକାଳର ଦମଦାର ଖବର ଜେନାଭିଜନ ପ୍ରସ୍ତୁତ କରୁଛି ଆପଣମାନଙ୍କର ସବୁଠି ଘଟଣା ଏବଂ ଦୁର୍ଘଟଣା। ଆଜି ବର୍ତ୍ତମାନ ଓଡ଼ିଶାରେ କ'ଣ ରହିଛି, ଆଜିର ଯେଉଁ 8 ତାରିଖ ରବିବାର କ'ଣ ରହିଛି ସକାଳର ପାଣିପାଗର ଖବର ପୁରା ପ୍ରସ୍ତୁତକୁ ନେଇ ବର୍ତ୍ତମାନ ଜେନାଭିଜନ ପ୍ରସ୍ତୁତ କରିଛି। ଜୟ ଜଗନ୍ନାଥ। ଆସନ୍ତୁ ଦେଖିନେବା କ'ଣ ରହିଛି ଆଜିର ଟପ୍ ଖବର ପରେ ସକାଳର ବର୍ଷାକୁ ନେଇ ପାଣିପାଗ ଖବରକୁ ନେଇ ପ୍ରସ୍ତୁତ କରିଛି ଜେନାଭିଜନ। ଆସନ୍ତୁ ଭିଜୁଆଲ ସହିତ ଆପଣଙ୍କୁ କିଛି ଦମଦାର ଖବର ପରେ ନଜର ପକାଇ ନେବା। ଦର୍ଶକ ବନ୍ଧୁ ସତରେ ଓଡ଼ିଶାରେ ଋତୁର ପରିବର୍ତ୍ତନ ଫଳୁଛି ଏବଂ କେଉଁଠି ନା କେଉଁଠି ବର୍ଷାର ମାଡ଼ ମଧ୍ୟ ରହୁଛି। ଦିଲ୍ଲୀ, ବମ୍ବେ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଶ୍ରୀନଗର, ଜାମ୍ମୁ କାଶ୍ମୀର ଏହି ସ୍ଥାନମାନଙ୍କରେ ଅତ୍ୟାବଧି 9ଟି ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ପାଖାପାଖି ଓଡ଼ିଶାରେ ତାହାର ବର୍ତ୍ତମାନ ରହିବ ବୋଲି ମଧ୍ୟ ଆକଳନ କରିଛି। କିଛି ଦୃଶ୍ୟ ମାଧ୍ୟମରେ ଆମେ ଲାଇଭ୍ ଭିଜୁଆଲ ମାଧ୍ୟମରେ ଯୋଡ଼ି ହେଉଛୁ। ଦର୍ଶକ ବନ୍ଧୁ ଆପଣଙ୍କୁ କିଛି ଦୃଶ୍ୟ ମାଧ୍ୟମରେ ଦେଖାଉଛୁ ଅନ୍ୟ ରାଜ୍ୟମାନଙ୍କର କିଭଳି ଭାବରେ ବର୍ଷାର ଛିଟା ଏବଂ ଭୂପୃଷ୍ଠରେ ପଡ଼ୁଛି ତା ସ୍ପଷ୍ଟ ଚିତ୍ରରୁ ବାରି ହେଉଛି। ଦର୍ଶକ ବନ୍ଧୁ ବର୍ତ୍ତମାନ ଦେଖନ୍ତୁ ଅହନିଶ କଣ୍ଟିନ୍ୟୁ ଭାବରେ ଓଡ଼ିଶାରେ ଯେତେବେଳେ ବର୍ଷା ତାଣ୍ଡବ ଲୀଳା ଥିଲା, ବର୍ତ୍ତମାନ ଦିଲ୍ଲୀରେ ବର୍ତ୍ତମାନ ଯାହା ଶ୍ରୀନଗର, ଜାମ୍ମୁ କାଶ୍ମୀର, ଲଦାଖ ଏହି ସ୍ଥାନମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ଦେଖନ୍ତୁ ରାସ୍ତାରେ କିପରି ଭାବରେ ବର୍ଷାର ପ୍ରବଳ ବର୍ଷାକୁ ନେଇ ରାସ୍ତାଘାଟ ସବୁ ବର୍ତ୍ତମାନ ବନ୍ଦ ରହିଛି। ବର୍ଷା ଏତେ ଜୋର ହେଉଛି, କିନ୍ତୁ ଏହି ଅତି ଜୋର ବର୍ଷାରେ ବର୍ତ୍ତମାନ ସିଝୁଛି ସାରା ଓଡ଼ିଶା। ବର୍ତ୍ତମାନ ଗୋଟିଏ ପଟରେ ବର୍ଷାର ତାଣ୍ଡବ ଲୀଳା ଥିଲାବେଳେ ଓଡ଼ିଶାରେ ମଧ୍ୟ ଶୀତର ପ୍ରକୋପ ଅଧିକ ରହିଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ ମଧ୍ୟ କରାଯାଇଛି ଓଡ଼ିଶାରେ ଅନେକ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଅଧିକ ରହିଛି। କାରଣ ଯାହା ଆକଳନ କରୁଥିଲା ଆଞ୍ଚଳିକ ପାଣିପାଗ ବିଭାଗ, କିନ୍ତୁ ବର୍ତ୍ତମାନ ଶୀତର ପ୍ରକୋପ ଅଧିକ ଥିବାରୁ ଭାରତୀୟ ପାଣିପାଗ ବିଭାଗ ବର୍ତ୍ତମାନ ଯାହା ଅପଡେଟ୍ ଖବର ସାମ୍ନାକୁ ଆସୁଛି। ଦର୍ଶକ ବନ୍ଧୁ କିଛି ଦୃଶ୍ୟ ଆମେ ଲାଇଭ୍ ଭିଜୁଆଲ ମାଧ୍ୟମରେ ଆପଣମାନଙ୍କୁ ଦେଖାଉଛୁ। ଯେଉଁ ଦୃଶ୍ୟ ବର୍ତ୍ତମାନ ଶୀତର ପ୍ରକୋପ ମଧ୍ୟରେ ବର୍ତ୍ତମାନ ଅଦିନିଆ ବର୍ଷା କିପରି ଭାବରେ ଓଡ଼ିଶାରେ ରହିବ ତାକୁ ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖରେ ନେଇଯାଉଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ କିପରି ଅହନିଶି ବା କଣ୍ଟିନ୍ୟୁ ଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ମଧ୍ୟ ରହୁଛି। ବର୍ଷାର ମଧ୍ୟ ସ୍ଥିତି ବର୍ତ୍ତମାନ ଓଡ଼ିଶା ପରେ କ'ଣ ରହିବ ଅପଡେଟ୍ ଖବର ପୁଣି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମଧ୍ୟ କରାଯାଇଛି। ଓଡ଼ିଶାରେ ପାଖାପାଖି ବର୍ଷାର ପରିମାଣ କମିବ ନିଶ୍ଚିତ ଭାବରେ। ଯେତେବେଳେ ଓଡ଼ିଶାରେ ଯେତେବେଳେ ଘୂର୍ଣ୍ଣିବଳୟ ଏବଂ ତାହାର ମଧ୍ୟ କାଳବୈଶାଖୀର ପ୍ରଭାବ ମଧ୍ୟ ଓଡ଼ିଶା ପରେ ରହିବ। କାରଣ ଯେତେବେଳେ ଆସେ ଫେବୃଆରୀ, ମାର୍ଚ୍ଚ ଆଉ ଏପ୍ରିଲ ଆଉ ମେ ମାସରେ ମଧ୍ୟ ଆସେ, ଜୁନ୍ର ମଧ୍ୟ କିଛି ସପ୍ତାହ ମଧ୍ୟରେ ଆସେ। କିନ୍ତୁ ଏଇଭଳି ଭାବରେ 2 ମାସ 3 ମାସ ଧରି ଓଡ଼ିଶାରେ କାଳବୈଶାଖୀର ଭୟ ମଧ୍ୟ ଥାଏ। ସବୁଠି ବଡ଼ କଥା ହେଉଛି ବର୍ତ୍ତମାନ ଯେଉଁଭଳି ଓଡ଼ିଶାରେ ଶୀତର ପ୍ରକୋପ ଯେତେବେଳେ ରହିଛି, ନିଶ୍ଚିତ ଭାବରେ ଆମେ କହିପାରିବା ହାଲକାରୁ ମଧ୍ୟମ ଧରଣର ଯେତେବେଳେ ବର୍ଷା ପବନ ମଧ୍ୟ ରହିବ, ଏହି ପବନରେ ବର୍ତ୍ତମାନ ଶୀତର ପ୍ରକୋପ ମଧ୍ୟ ଅଧିକ ରହିଛି। ଆଜି ଦିନ ତମାମ ଯଦି ଆମେ ଦେଖିବା ସନ୍ଧ୍ୟା ଖବରରେ ବର୍ତ୍ତମାନ ଏବଂ ସନ୍ଧ୍ୟା ଏବଂ ସକାଳର କିଛି ଦୃଶ୍ୟ ଯେତେବେଳେ 7 ତାରିଖ ପ୍ରବଳ ଯେତେବେଳେ ରହିଥିଲା ହାଲକା ମଧ୍ୟମ ଧରଣର ପବନ ରହିଥିଲା, ସେତେବେଳେ ବର୍ତ୍ତମାନ 8 ତାରିଖର ସକାଳରେ କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖକୁ ନେଉଛୁ। ଦର୍ଶକ ବନ୍ଧୁ ଆପଣ ଦେଖନ୍ତୁ ଆଜିର ଯେଉଁଭଳି ସକାଳର କିଛି ଦୃଶ୍ୟ ଅନ୍ୟ ଜିଲ୍ଲାମାନଙ୍କରେ କିପରି ରହିଛି ଏହାର ପ୍ରଭାବ। ଓଡ଼ିଶା ପରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ ମଧ୍ୟ କରାଯାଇଛି। କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କୁ ଦେଖାଉଛୁ ଦିଲ୍ଲୀ, ବମ୍ବେ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଏହି ସ୍ଥାନମାନଙ୍କରେ ବର୍ତ୍ତମାନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଜାରି ରହିଛି। ଦିଲ୍ଲୀରେ ଅନେକ ଜିଲ୍ଲା ଏବଂ ଗୁଜରାଟରେ ଅନେକ ଜିଲ୍ଲା ଏବଂ ଯେଉଁଭଳି ରହିଛି ଆନ୍ଧ୍ରପ୍ରଦେଶ
ସେଭଳି ଭାବରେ ରାଜ୍ୟରେ 9ରୁ 10ଟି ଜିଲ୍ଲା ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, କିଛି ସ୍ଥାନରେ ଏଭଳି ଭାବରେ ଯେତେବେଳେ ପରିସ୍ଥିତି ସୃଷ୍ଟି ହେଉଛି, ଅନେକ ଜିଲ୍ଲା ମଧ୍ୟରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଇଛି ବର୍ତ୍ତମାନ ସତର୍କ ଘଣ୍ଟି ମଧ୍ୟ ଦିଆଯାଇଛି ପ୍ରତ୍ୟେକ ଜିଲ୍ଲାପାଳମାନଙ୍କୁ ନେଇକି। ବର୍ତ୍ତମାନ ଯେଉଁଭଳି ଆକଳନ କରୁଛି ଓଡ଼ିଶାରେ କେଉଁଠି ନା କେଉଁଠି ବର୍ଷା ମଧ୍ୟ ହୋଇପାରେ, ଆଉ କେଉଁଠି ନା କେଉଁଠି ବର୍ତ୍ତମାନ କାଳବୈଶାଖୀର ବର୍ଷା ହୋଇପାରେ। ପାଖାପାଖି ଯଦି ଆମେ କଥା କହିପାରିବା, ଯଦି କୁହୁଡ଼ି ସମସ୍ୟାକୁ ନେଇକି ଓଡ଼ିଶାରେ ବର୍ତ୍ତମାନ ରହିଛି ଏବଂ ଅନ୍ୟ ରାଜ୍ୟରେ ବର୍ତ୍ତମାନ ବର୍ଷା ମଧ୍ୟ ଜୋର ଧରିଛି, ବର୍ଷା ମଧ୍ୟ ରହିଛି ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଅଛି। କିନ୍ତୁ ଅଦିନିଆ ବର୍ଷା ଫଳରେ ଯେତେବେଳେ ବର୍ଷା ହେବ ସେତେବେଳେ ଶୀତର ପ୍ରକୋପ ମଧ୍ୟ ଅଧିକ ବଢ଼ିପାରେ। କିନ୍ତୁ ଯାହା ପାଣିପାଗ ବିଭାଗ ତରଫରୁ ବା ପୂର୍ବାନ କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ ତରଫରୁ ଯେଉଁଭଳି ପୂର୍ବାନ କରାଯାଇଥିଲା, ଓଡ଼ିଶାରେ ଯେତେବେଳେ ମୌସୁମୀ ବର୍ଷା ଓଡ଼ିଶାରେ ଯେତେବେଳେ ଜୁନ୍ ମାସରେ ମୌସୁମୀ ବର୍ଷାକୁ ନେଇ ମଧ୍ୟ ସତର୍କ ମଧ୍ୟ କରିଥିଲା ଏବଂ ତାହାର ମଧ୍ୟ ମୌସୁମୀ ବର୍ଷାକୁ ନେଇକି ବର୍ତ୍ତମାନ ଓଡ଼ିଶାର ରହିଥିଲା। କାରଣ ମାର୍ଚ୍ଚ, ଏପ୍ରିଲ, ମେ ଆଉ ଜୁନ୍ এই যে মাসগুড়িক রহিলা এটা হচ্ছে ডেঞ্জর মাস সবুঠার রহিলা। কারণ যেতবে খরা প্রকোপ রহব, শীতর প্রকোপ যেতবে ওড়িশা উপরে কমিব সেতবে খরা মধ্য প্রকোপ রহব। কিন্তু আজি তমাম দিন যেভাবে সন্ধ্যা রয়েছে 7 তারিখের দৃশ্য, কিছু সকাল কিছু সন্ধ্যাবেলে টেম্পরেচর মধ্য ভুবনেশ্বর, কটক, পুরী আউ সবুঠার উত্তপ্ত রহিলা যাজপুর, ভদ্রক মধ্য দিনরে যেভাবে বর্ষা রয়েছে না, দিনের যেভাবে রয়েছে গরম রয়েছে, রাতে মধ্যে টিকে থন্ডা মধ্যে অনুভূত হয়েছিল। কিন্তু আকু পানিপাগ বিভাগ তরফর এক পূর্বান মধ্যে করা যাইଥିଲା। কিছু দৃশ্য মাধ্যমে চাষ তার তরবরিয়া হয়েছে, কেমিতি ধান বহি নেଉଛି দৃশ্য দেখন্তু। আর ওড়িশার বর্তমান দেখা মিলুଛି কাকর, তুহাকু তুহা কাকর, এমনি বর্ষা পড়লা ভাবে কাকর মধ্যে ওড়িশা উপরে পড়ুଛି। কারণ এই কাকর সমস্ত ক্ষতি করব বলে আকলন মধ্যে করুছি ভারতীয় পানিপাগ বিভাগ করুছি। কিন্তু এই কাকরে যদি অনেক লোক থন্ডা, কাশ, জ্বর মধ্যে হবার মধ্যে দৃশ্য দেখুছি। এই দৃশ্য মাধ্যমে দেখুছি কিছু পত্রে বর্তমান কাকর টুপা এতে জোরে মধ্যে পড়ুছি, তা সামান্য আমি চিন্তা করিবার আবশ্যক কাড়ে বর্ষা পড়ুছি কি। কিন্তু না, এটাকে স্পষ্ট লাইভ চিত্র মাধ্যমে আমি দেখুছু কিপরি ভাবে দিল্লির রয়েছে কাকর টুপা রয়েছে, কিন্তু অদিনিয়া বর্ষা মধ্যে রয়েছে। তার মধ্যে আজ দিনর যেভাবে সকালের কিছু দৃশ্য আমি দেখুছু আপন মানুষ। দিনরে বর্তমান রয়েছে আকাশর মেঘাচ্ছন্ন রয়েছে, অনেকর দেখন্তু কিমি আকাশ মেঘাচ্ছন্ন রহবা সহিত কিছু হালকারু মধ্যম ধরনের মেঘমাଳ মধ্য আকাশর দৃশ্যমান ହେଉଛି। আকাশ নির্মল থিলা বেলে কিছু মেঘমাଳ কিছু দৃশ্যমান ହେଉଛି। এভাবে এক পরিস্থিতিরে ওড়িশারে রয়েছে কলবল। কিন্তু যেতবে ওড়িশার যেতবে প্রবল বর্ষাকে নিয়ে যেতবে সতর্ক সূচনা জারি করে ভারতীয় পানিপাগ কহু কিংবা আঞ্চলিক পানিপাগ বা এসআরসি করু, সেমধ্যে ওড়িশার লোক মানে টিকে ভয়জাত হুয়ে। কারণ আগর 2025 কথা যদি আমি মনে পকাইবা, তাহা মধ্যে অনেক লোক মানকর বন্যা কথা মনে অছি, বাত্যা কথা মধ্যে মনে অছি। এই বাত্যা, বন্যা, ঝড়, তোফান, বর্ষা এইভাবে কন্টিন্যু ভাবে লাগি রুহে। কিন্তু যেতবে ভারতীয় পানিপাগ বিভাগ তরফর প্রচার প্রসার মাধ্যমে লোককে সচেতন করা যায়, সেতিকালে লোক মানে বর্ষা কথা মনে পকান্তি এবং সেই কালবৈশাখী এবং লঘুচাপ কথা মধ্যে মনে পকান্তি। কিন্তু এভাবে এক দৃশ্য পুଣି ସାମ୍ନାକୁ ଯେତେବେଳେ ଆସେ ସେତେବେଳେ ଲୋକମାନେ ହଇରାଣ ହୁଅନ୍ତି। କିନ୍ତୁ ବର୍ତ୍ତମାନ ଯଦି ମୋଟାମୋଟି ଭାବରେ ଦେଖିବା, ଓଡ଼ିଶାର ବର୍ତ୍ତମାନ ଶୀତର ପ୍ରକୋପ ଅଧିକ ରହିବ ବୋଲି ମଧ୍ୟ ଆକଳନ କରୁଛି। କାରଣ ଯେତେବେଳେ ଶୀତ କମିଥିଲା ତା ଆକଳନ କରାଯାଇଥିଲା ଶୀତ ପାଖାପାଖି କମିଯିବ, ତାହା ମଧ୍ୟ ଗରମ ପଡ଼ିବ। କିନ୍ତୁ ନା, ବର୍ତ୍ତମାନ ସୁଦ୍ଧା କିନ୍ତୁ ବର୍ତ୍ତମାନ ଆଜି ଯେଉଁଭଳି ରହିଲାଣି 8 ତାରିଖ, जो फेब्रुआरी 8 तारिख रविवार रे प्रबल मात्रा शीत देखा मिलूँ और कुहुड़ी देखा मिलूँ। ये कुहुड़ी सहित बर्तमान कुहुड़ीर जो तांडव लीला रही दृश्यमान होना, गोटे स्थान को अन्य स्थान को देखा गले किसी देखा जाऊना, कारण एभली भाव में कुहुड़ी देखा मिलूँ। कुहुड़ीर दृश्य सबुठी देखा, किंतु परिवहन पक्षर सतर्क सूचना जारी कर अनेक जिला मानक कहुई कुहुड़ी रे आपण परिवहन पक्षर आपण चलाचल गाड़ी चलाचल धीरे करंतु एवं कुहुड़ी को देखिकी आपण रास्ता जीवा आसिया करंतु, कारण कुहुड़ी सबुठार क्षति करें। आपण को किसी रखुचु ओडिशार जेते कोन एक्सीडेंट मध्य होइछि से कुहुड़ी माध्यम रे एक्सीडेंट होइछि, सेथिपाई निजे हेलमेट व्यवहार करंतु। किंतु पछर जो व्यक्ति बसुछि सेमानकु मध्य हेलमेट पिंधिबा पाई मध्य सरकार तरफरु मध्य घोषणा करा जायछि। किंतु हल्का पवन दउछि ता मध्य किछि क्षति करि पारे एवं सचेतन रहिबा पाई आवश्यक करा जायछि पाणीपाग विभाग तरफरु।